নমস্কার দর্শক বন্ধু। আজি জুলাই 15 তারিখ বুধবার। আজির স্পেশাল বুলেটিন্রে আমি ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଶା ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର 40ଟି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଖବର। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତେବେ ଚାଲନ୍ତୁ ନଜର ପକାଇବା ଆଜିର ପ୍ରମୁଖ ହେଡଲାଇନ୍ ଉପରେ। ପ୍ରଥମେ ଆସନ୍ତୁ ଦେଖିବା ଓଡ଼ିଶାର ତାଜା ଖବର, କିଛି ଗୁରୁତ୍ୱପୂର୍ଣ୍ଣ ଖବର। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଶ୍ରୀକ୍ଷେତ୍ରରେ 3ଟି ରଥ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରରେ ଶତାଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଘୋଷଣା ହୋଇଛି। ଆଜିଠାରୁ ଆବେଦନ କରିବା ପାଇଁ ଭୁଲନ୍ତୁ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ପଞ୍ଜୀକରଣ ଆଜିଠାରୁ ଆରମ୍ଭ। ବୟସ୍କ ବ୍ୟକ୍ତିମାନେ ସରକାରୀ ସହାୟତାରେ ବିଭିନ୍ନ ଧର୍ମପୀଠ ଭ୍ରମଣ କରିପାରିବେ। ସେମାନଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ଅଟେ। ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, ରେଡ୍ ଆଲର୍ଟ ଜାରି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ ବର୍ଷାର ସମ୍ଭାବନା ରହିଛି। ତା ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ରୋଡମ୍ୟାପ୍ ସୃଷ୍ଟି। ରାଜ୍ୟର ଅଭାବୀ ଏବଂ ଯୋଗ୍ୟ ମହିଳାମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରିବାକୁ ଘୋଷଣା ହେଲା ନୂତନ ଗାଇଡଲାଇନ୍। ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯିବ। ହିତାଧିକାରୀମାନେ ସିଏସସି ସେଣ୍ଟର ଜରିଆରେ ସହଜରେ ଆବେଦନ କରିପାରିବେ। ମାଗଣା ବିଜୁଳି ଯୋଜନାର ସର୍ଭେ ଆରମ୍ଭ ହେଲା। ସରକାର ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି 300 ୟୁନିଟ୍ ମାଗଣା ବିଜୁଳିର ଶୁଭାରମ୍ଭ କରାଯାଇଛି। ପ୍ରତି ପରିବାରକୁ 300 ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ବୈଷୟିକ ଏବଂ ପରିବାର ଭିତ୍ତିକ ସର୍ଭେ କାର୍ଯ୍ୟ ତେଜିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ବିପିଏଲ୍ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରାଥମିକ ଶିକ୍ଷକଙ୍କ ପାଇଁ ନୂଆ ନିୟମାବଳୀ। ଶିକ୍ଷା କ୍ଷେତ୍ରରେ ଅଣାଯାଇଛି ନୂତନ ସଂସ୍କାର। ପ୍ରାଥମିକ ଶିକ୍ଷକମାନଙ୍କର ଉପସ୍ଥାନ ଏବଂ ଶିକ୍ଷାଦାନର ମାନ ଅନୁଧ୍ୟାନ ପାଇଁ ଡିଜିଟାଲ ଆପ୍ର ବ୍ୟବହାର ବାଧ୍ୟତାମୂଳକ ହେଲା। ଦୀର୍ଘ ଦିନର ଦାବି ଅନୁଯାୟୀ ଚୁକ୍ତିଭିତ୍ତିକ ସମୟସୀମା ଶେଷ ହେବା ପରେ ନିୟମିତ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ସ୍ମାର୍ଟ ସିଟି ଭୁବନେଶ୍ୱର ପାଇଁ ନୂତନ ଆକର୍ଷଣ। ପରିବେଶ ଅନୁକୂଳ ପାର୍କ ତିଆରି କରାଯିବ। ରାଜଧାନୀ ଭୁବନେଶ୍ୱରରେ ଅତ୍ୟାଧୁନିକ ଗ୍ରିନ୍ ସ୍ପେସ୍ ଏବଂ ଓପନ୍ ଏୟାର ଜିମ୍ ସ୍ଥାପନ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଛି। ତା ସହିତ ମାଗଣା ୱାଇଫାଇ ଜୋନ୍ ମଧ୍ୟ ସୃଷ୍ଟି ହୋଇଛି। ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ହାଇ ସ୍ପିଡ୍ ସାଧାରଣ ୱାଇଫାଇର ସୁବିଧା ମଧ୍ୟ ପ୍ରଦାନ କରାଯିବ। କଟକ ବସ୍ ଟର୍ମିନାଲରେ ସ୍ୱତନ୍ତ୍ର ହେଲ୍ପ ଡେସ୍କ। କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କର ଗମନାଗମନକୁ ସୁଗମ କରିବା ପାଇଁ ଏକ ସ୍ୱତନ୍ତ୍ର ପଚରାଉଚରା ଏବଂ ସହାୟତା ପ୍ରକୋଷ୍ଠ ଖୋଲିଛି। ତା ସହିତ ସୁରକ୍ଷିତ ପରିବେଶ ମଧ୍ୟ ସୃଷ୍ଟି କରିବା ପାଇଁ ରାତ୍ରିକାଳୀନ ସୁରକ୍ଷାକୁ ବୃଦ୍ଧି କରିବା ପାଇଁ ସିସିଟିଭି ଏବଂ ସ୍ୱତନ୍ତ୍ର ମହିଳା ହେଲ୍ପଲାଇନ୍ ନମ୍ବର ସକ୍ରିୟ କରାଯାଇଛି। କୃଷି ବିଭାଗର ବଡ଼ ନିଷ୍ପତ୍ତି। 50% ସାର ଓ ବିହନରେ ସବସିଡି। ଖରିଫ ଋତୁ ପାଇଁ ଚାଷୀଙ୍କୁ ମିଳିଲା ବଡ଼ ଉପହାର। ରାଜ୍ୟର କୃଷକମାନଙ୍କୁ ବିହନ ଏବଂ ସାର କିଣିବାରେ ଆର୍ଥିକ ଚାପରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର 50% ସହାୟତା ପ୍ରଦାନ ଘୋଷଣା କରିଛନ୍ତି। ସବସିଡି ଟଙ୍କା ସିଧାସଳଖ ପଠାଇବେ ଚାଷୀଙ୍କ ଆକାଉଣ୍ଟକୁ। ଉପାନ୍ତ ଅଞ୍ଚଳରେ ମୋବାଇଲ ହେଲ୍ପ ୟୁନିଟ୍। ଦୁଆର ମୁହଁରେ ପହଞ୍ଚିଲା ଚିକିତ୍ସା। ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ଯୋଗାଇବା ପାଇଁ ମୋବାଇଲ କ୍ଲିନିକ୍ର ଶୁଭାରମ୍ଭ କରାଯାଇଛି। ତା ସହିତ ଏହି ସେବା 24 ଘଣ୍ଟିଆ ଜାରି ରହିବ। ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କ ନିକଟକୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରଣ ପାଇଁ ଆମ୍ବୁଲାନ୍ସର ମଧ୍ୟ କରାଯାଇଛି ବ୍ୟବସ୍ଥା। ପ୍ରତି ବ୍ଲକରେ ନୂତନ ଖେଳ ପଡ଼ିଆର ନିର୍ମାଣ। ଓଡ଼ିଶାର ଗ୍ରାମାଞ୍ଚଳରେ ଲୁଚି ରହିଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବାକୁ ପ୍ରତି ବ୍ଲକ ସ୍ତରରେ ଇନଡୋର ଷ୍ଟାଡିୟମ ସ୍ଥାପନ ପାଇଁ କରାଯାଇଛି ଏକ ନୂତନ ପ୍ରସ୍ତାବ। ତା ସହିତ ଯୁବପିଢ଼ିଙ୍କ ପାଇଁ ବ୍ୟାୟାମ ଓ କ୍ରୀଡ଼ା ଅଭ୍ୟାସ ପାଇଁ ଅତ୍ୟାଧୁନିକ ଉପକରଣ ମଧ୍ୟ ଯୋଗାଇ ଦିଆଯିବ। ପୁରୀ ବେଲାଭୂମିର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା। ପୁରୀର ବ୍ଲୁ ଫ୍ଲାଗ ବେଲାଭୂମିରେ ଭିତ୍ତିଭୂମିକୁ ଅଧିକ ଆକର୍ଷଣୀୟ କରିବାକୁ 20 କୋଟି ଟଙ୍କାର ଗୋଟିଏ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରାଯାଇଛି। ତା ସହିତ ପର୍ଯ୍ୟଟକମାନଙ୍କର ଜଳକ୍ରୀଡ଼ା ଓ ଗାଧୋଇବା ସମୟରେ ସୁରକ୍ଷା ପାଇଁ ଅତିରିକ୍ତ ଲାଇଫଗାର୍ଡ ମଧ୍ୟ ମୁତୟନ କରାଯିବ। ଏହା ସହିତ ଆସନ୍ତୁ ନଜର ପକାଇବା ଜାତୀୟ ଖବର ଉପରେ। ଦେଶର ମୁଖ୍ୟ ରାଜନୀତି, ଆର୍ଥିକ ବିକାଶ ଓ ମହାକାଶ ଗବେଷଣାର କ'ଣ ରହିଛି ଅପଡେଟ୍, ଆସନ୍ତୁ ନଜର ପକାଇବା। ସଂସଦର ମୌସୁମୀ ଅଧିବେଶନର ଆରମ୍ଭ ହୋଇଛି। ଦେଶର ଶିକ୍ଷା, ଟ୍ୟାକ୍ସ ଏବଂ କୃଷି ସଂସ୍କାରକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ ହେବାର ଅଛି। ତା ସହିତ ବିରୋଧୀଙ୍କର ରଣନୀତି କ'ଣ ରହିବ ତାକୁ ନେଇ ମଧ୍ୟ ସ୍ପଷ୍ଟୀକରଣ ଆସିଛି। ମୁଦ୍ରାସ୍ଫୀତି ଏବଂ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳର ଚୂଡ଼ାନ୍ତ ନିଷ୍ପତ୍ତି। ଡିଜିଟାଲ ଇଣ୍ଡିଆର 10ମ ବର୍ଷ ପୂର୍ତ୍ତି। ଗ୍ରାମାଞ୍ଚଳରେ ପହଞ୍ଚିଛି ଇଣ୍ଟରନେଟ୍ ସେବା। ପ୍ରତି ଗାଁରେ ହାଇସ୍ପିଡ୍ ଫାଇବର ଇଣ୍ଟରନେଟ୍ ପହଞ୍ଚାଇବାକୁ କେନ୍ଦ୍ର ସରକାରଙ୍କର ବଡ଼ ଅଭିଯାନ। ତା ସହିତ ୟୁପିଆଇ କାରବାରରେ ହୋଇଛି ରେକର୍ଡ। ଗତ ମାସରେ ଭାରତରେ ହୋଇଥିବା ଡିଜିଟାଲ କାରବାର ପୂର୍ବ ସମସ୍ତ ରେକର୍ଡକୁ ଭାଙ୍ଗିଛି। ତା ସହିତ ନୂତନ ଡିଜିଟାଲ ନିରାପତ୍ତା ଆଇନ ଅଧୀନରେ ଉପଭୋକ୍ତାଙ୍କର ତଥ୍ୟ ମଧ୍ୟ ସୁରକ୍ଷିତ ରହିବା ପାଇଁ ସାଇବର ସୁରକ୍ଷା ମଧ୍ୟ ଉପରେ ଧ୍ୟାନ ଦିଆଯାଇଛି। ସ୍ୱଚ୍ଛ ଭାରତ ମିଶନ 2.0ର କ'ଣ ରହିଛି ଲକ୍ଷ୍ୟ?
ଦେଶର ମହାନଗରଗୁଡ଼ିକରେ କଠିନ ଆବର୍ଜନା ପରିଚାଳନା ପାଇଁ 10,000 କୋଟିରୁ ଅଧିକ ବଜେଟ୍ ଘୋଷଣା କରାଯାଇଛି କେବଳ ସ୍ୱଚ୍ଛ ଭାରତ ମିଶନ 2.0 ପାଇଁ। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଦେଶବ୍ୟାପୀ କଠୋର ନିୟମ ଏବଂ ଜରିମାନା ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି। ଏହା ସହିତ କିପରି ଭାବରେ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ ଏହା ପାଇଁ ଜୋରସୋରରେ ନିଆଯାଇଛି ପଦକ୍ଷେପ। ଇସ୍ରୋର ମହାକାଶ ମିଶନର ଅନ୍ତିମ ପର୍ଯ୍ୟାୟ। ଭାରତର ପରବର୍ତ୍ତୀ ମାଇଲଖୁଣ୍ଟ କ'ଣ ରହିଛି ଆସନ୍ତୁ ନଜର ପକାଇବା। 100% ସ୍ୱଦେଶୀ ଜ୍ଞାନକୌଶଳ ନିର୍ମିତ ରକେଟର ବ୍ୟବହାର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସପ୍ତାହରେ ଶ୍ରୀହରିକୋଟାଠାରୁ ଉତ୍କ୍ଷେପଣ ହେବାକୁ ଯାଉଛି ନୂଆ ଗବେଷଣା ଉପଗ୍ରହ। ଏହା ପାଣିପାଗର ପୂର୍ବାନୁମାନ ଏବଂ ସମୁଦ୍ର ମନ୍ଥନ ପ୍ରକ୍ରିୟାକୁ ଅଧିକ ସଠିକ୍ ଭାବେ ଅନୁଧ୍ୟାନ କରିବ ବୋଲି ଆଶା କରାଯାଉଛି। ଜିଏସ୍ଟି ରାଜସ୍ୱ ଆଦାୟରେ ଅଭିବୃଦ୍ଧି। ଦେଶର ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଯୋଗୁଁ ଟ୍ୟାକ୍ସ ସଂଗ୍ରହ ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି ପାଇଛି। ତା ସହିତ କର ଫାଙ୍କି ରୋକିବା ପାଇଁ ଆଇଟି ପୋର୍ଟାଲରେ ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଟୁଲକୁ ମଧ୍ୟ ସାମିଲ କରାଯାଇଛି, ଯାହାଦ୍ୱାରା ସ୍ୱଚ୍ଛ ବ୍ୟବସ୍ଥା କରାଯାଇପାରିବ। ବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ହୋଇଛି ଲାଗୁ। କୌଶଳ ଆଧାରିତ ଶିକ୍ଷା ଉପରେ ଦିଆଯାଇଛି ଗୁରୁତ୍ୱ। ନୂତନ ଶିକ୍ଷାନୀତି ଏନ୍ଇପି ଅଧୀନରେ ଷଷ୍ଠ ଶ୍ରେଣୀରୁ କୋଡିଂ, ଆର୍ଟ ଏବଂ ସେମି ଟେକ୍ନିକାଲ ଶିକ୍ଷାଦାନକୁ ଅନ୍ତର୍ଭୁକ୍ତ କରାଯାଇଛି। ତା ସହିତ ମାତୃଭାଷାକୁ ଦିଆଯାଇଛି ପ୍ରାଥମିକତା। ପ୍ରାଥମିକ ସ୍ତରରେ ଶିଶୁମାନଙ୍କୁ ନିଜ ନିଜ ଆଞ୍ଚଳିକ ମାତୃଭାଷାରେ ଶିକ୍ଷାଦାନକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି ଭାରତ। ସ୍ୱଦେଶୀ ଯୁଦ୍ଧାସ୍ତ୍ର ନିର୍ମାଣ। ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ 80% ଯୁଦ୍ଧାସ୍ତ୍ର ଏବଂ ଯାନ ଦେଶୀୟ କାରଖାନାରେ ନିର୍ମାଣ ହେବ। ତା ସହିତ ରପ୍ତାନି ମଧ୍ୟ ବୃଦ୍ଧି ପାଇବ। ଭାରତର ପ୍ରତିରକ୍ଷା ରପ୍ତାନି ବିଶ୍ୱ ବଜାରରେ ଏକ ନୂତନ ଉଚ୍ଚତା ଛୁଇଁବାର କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ନୂତନ ସୁପର ଏକ୍ସପ୍ରେସର ଏକ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। 120 କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍ ରହିବ ଏହି ନୂଆ ଏକ୍ସପ୍ରେସରେ। ଦେଶର ପ୍ରମୁଖ ଔଦ୍ୟୋଗିକ କରିଡରଗୁଡ଼ିକ ଯୋଡ଼ିବା ପାଇଁ ଭାରତର ସର୍ବାଧିକ ବେଗ ସମ୍ପନ୍ନ ନୂଆ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେର ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହା ଗମନାଗମନ ସମୟ ମଧ୍ୟ କମାଇଦେବ। ଭାରତୀୟ ରେଳବାଇର ରୂପରେଖ। ଦେଖନ୍ତୁ, ଆଉ 10ଟି ବନ୍ଦେ ଭାରତ ପାଇଁ ଏକ ପ୍ରୋଜେକ୍ଟ ନିଆଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ଦେଶରେ ଅଧିକ ସଂଖ୍ୟକ ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନର ଚଳାଚଳ କରିବାକୁ ଯୋଜନା ରହିଛି। ତା ସହିତ ଟ୍ରେନ୍ ଟିକେଟ୍ ବୁକିଂକୁ ମାତ୍ର କେତେକ ସେକେଣ୍ଡରେ ସମ୍ପୂର୍ଣ୍ଣ କରିବାକୁ ନୂଆ ସର୍ଭରର ମଧ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଇ ଟଙ୍କାର ବ୍ୟବହାର ବୃଦ୍ଧି ପାଇଁ ଚାଲିଛି ପ୍ରୟାସ। ଆର୍ବିଆଇ ପକ୍ଷରୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସିର ସାଧାରଣ ବ୍ୟବହାର ପ୍ରକ୍ରିୟାକୁ ଆହୁରି ସରଳ କରାଯାଇଛି। ତା ସହିତ ଅଫଲାଇନ୍ କାରବାର ବିଷୟରେ ମଧ୍ୟ ଧ୍ୟାନ ଦିଆଯାଇଛି। ବିନା ଇଣ୍ଟରନେଟ୍ରେ ମଧ୍ୟ ଇ ଟଙ୍କା ଦ୍ୱାରା ଦେଣନେଣ କରିବାର ନୂଆ ବୈଷୟିକ ପରୀକ୍ଷଣକୁ ମଧ୍ୟ ସଫଳ କରାଯାଇଛି। ସୌରଶକ୍ତି ଉତ୍ପାଦନରେ ଭାରତର କ'ଣ ରହିଛି ଭୂମିକା? ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ପରିବାର ମାଗଣାରେ ସୌର ବିଦ୍ୟୁତ୍ ସଂଯୋଗ ପାଇପାରୁଛନ୍ତି। ତା ସହିତ ବିଶାଳ ସୋଲାର ପାର୍କର ମଧ୍ୟ ସ୍ଥାପନ ହୋଇଛି। ରାଜସ୍ଥାନ ଓ ଗୁଜରାଟ ମରୁଭୂମି ଅଞ୍ଚଳରେ ନୂତନ ବିଶାଳ ସୋଲାର ଗ୍ରିଡ୍ ସ୍ଥାପନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନୂଆ ଷ୍ଟାର୍ଟଅପ୍ ପାଇଁ କର ତିଆରି। ଭାରତର ନୂତନ ନିଯୁକ୍ତି ସୃଷ୍ଟି କରୁଥିବା ଷ୍ଟାର୍ଟଅପ୍ମାନଙ୍କୁ ପ୍ରାରମ୍ଭିକ 3 ବର୍ଷ ପାଇଁ ସମ୍ପୂର୍ଣ୍ଣ ଆୟକର ମୁକ୍ତ କରାଯାଇଛି। ତା ସହିତ ଫଣ୍ଡିଂର ମଧ୍ୟ ରହିଛି ସୁବିଧା। ନୂଆ ଷ୍ଟାର୍ଟଅପ୍ମାନଙ୍କ ପାଇଁ କ'ଣ ଏହି ଫଣ୍ଡିଂ ଜାଣି ନିଅନ୍ତୁ। ଦେଶର ଛୋଟ ସହରଗୁଡ଼ିକରୁ ବାହାରୁଥିବା ପ୍ରତିଭାଙ୍କୁ ସହଜରେ ବ୍ୟାଙ୍କ ଋଣ ଯୋଗାଇଦେବାକୁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛି, ଯାହାଦ୍ୱାରା ନୂଆ ଷ୍ଟାର୍ଟଅପ୍ ଆରମ୍ଭ କରିବା ପାଇଁ ସେମାନଙ୍କୁ ବିଶେଷ ସହାୟକ ହେବ। ବର୍ତ୍ତମାନ ନଜର ପକାଇବା ଆନ୍ତର୍ଜାତିକ ଖବର ଉପରେ। ଦେଖନ୍ତୁ, ବିଶ୍ୱ ଜଳବାୟୁ ସମ୍ମିଳନୀରେ କ'ଣ ନିଆଯାଇଛି ନିଷ୍ପତ୍ତି। ବିଶ୍ୱ ତାପମାତ୍ରା ନିୟନ୍ତ୍ରଣ ପାଇଁ ପ୍ରମୁଖ ରାଷ୍ଟ୍ରଗୁଡ଼ିକ କୋଇଲା ଏବଂ ଜଳାଶୟ ପ୍ରଦୂଷଣ ହ୍ରାସ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ଗ୍ରୀନ୍ ପାଣ୍ଠି ମଧ୍ୟ ଗଠନ କରାଯାଇଛି। ବିକାଶଶୀଳ ଦେଶଗୁଡ଼ିକୁ ସୌର ଏବଂ ପବନ ଶକ୍ତି ବ୍ୟବହାର କରିବା ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ଏଠାରେ ଘୋଷଣା ମଧ୍ୟ କରାଯାଇଛି। ଏଆଇ ପ୍ରଯୁକ୍ତି ବିଦ୍ୟା ଉପରେ କଡ଼ା ନିୟମ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର ଏବଂ ସାଇବର ଜାଲିଆତି ରୋକିବାକୁ ବିଶ୍ୱର 50ରୁ ଅଧିକ ଦେଶ ମିଳିତ ସୁରକ୍ଷା ନିୟମକୁ ତିଆରି କରିଛନ୍ତି। ଏହା ସହିତ ଡାଟାର ଗୋପନୀୟତା ଉପରେ ଦିଆଯାଇଛି ଧ୍ୟାନ। ଉପଭୋକ୍ତାଙ୍କର ବିନା ଅନୁମତିରେ ସେମାନଙ୍କର ବ୍ୟକ୍ତିଗତ ଡାଟାକୁ ଏଆଇ ମଡେଲ ଟ୍ରେନିଂରେ ବ୍ୟବହାର କରାଯାଇପାରିବ ନାହିଁ, ଏଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ବିଶ୍ୱ ଅର୍ଥନୀତି ସ୍ଥିର ହେବାର ଆଶଙ୍କା। ଆଇଏମ୍ଏଫ୍ର ତାଜା ରିପୋର୍ଟ ଅନୁସାରେ ବିଶ୍ୱ ବଜାରରେ ସାମଗ୍ରୀର ମୂଲ୍ୟ ସ୍ଥିର ରହିବ। ଯୋଗାଣ ଶୃଙ୍ଖଳା ସୁଦୃଢ଼ ହେବା ଫଳରେ ବିଭିନ୍ନ ଦେଶରେ ସୁଧ ହାର କମାଇପାରେ ବୋଲି ଆଶା କରାଯାଉଛି। ସାଧାରଣ ଲୋକଙ୍କର ସଫଳ ମହାକାଶ ଯାତ୍ରା। ବେସରକାରୀ ରକେଟ୍ ସାହାଯ୍ୟରେ ପୃଥିବୀର ପ୍ରଥମ ସାଧାରଣ ନାଗରିକ ଦଳ ସଫଳତାର ସହ ମହାକାଶ ଭ୍ରମଣ ସାରି ସୁରକ୍ଷିତ ଫେରୁଛନ୍ତି। ତା ସହିତ ଆଗାମୀ ବର୍ଷଗୁଡ଼ିକରେ ମହାକାଶ ଯାତ୍ରାର ବ୍ୟୟବରାଦକୁ ଆହୁରି ହ୍ରାସ କରିବାକୁ ଘୋଷଣା କଲେ ଅଗ୍ରଣୀ ସ୍ପେସ୍ ଏଜେନ୍ସି। ଆନ୍ତର୍ଜାତିକ ସାଇବର ସୁରକ୍ଷା ଗ୍ରୁପ।
ବିଭିନ୍ନ ଦେଶର ପ୍ରମୁଖ ସରକାରୀ ୱେବସାଇଟ୍ ଏବଂ ବ୍ୟାଙ୍କିଂ ସେବାକୁ ହ୍ୟାକିଂ ଆକ୍ରମଣରୁ ରକ୍ଷା କରିବାକୁ ସ୍ୱତନ୍ତ୍ର ଗ୍ଲୋବାଲ ସିକ୍ୟୁରିଟି ସେଲ୍ର କରାଯାଇଛି ଗଠନ। ତା ସହିତ ଶୀଘ୍ର ସୂଚନା ଆଦାନ ପ୍ରଦାନ ଉପରେ ଦିଆଯାଇଛି ଗୁରୁତ୍ୱ। କୌଣସି ଦେଶର ସାଇବର ଥ୍ରେଟ୍ ଦେଖାଦେଲେ ତୁରନ୍ତ ସମସ୍ତ ମେମ୍ବର ଦେଶକୁ ଏଲର୍ଟ କରାଯିବା ପାଇଁ ଏକ ପ୍ରସ୍ତାବ ନିଆଯାଇଛି। ଆନ୍ତର୍ଜାତିକ ରପ୍ତାନୀ ଶୁଳ୍କରେ ମଧ୍ୟ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଉଛି। WHOର ପରିଷ୍କାର ପରିଚ୍ଛନ୍ନତାର ଆଡଭାଇଜରି ଜାରି। ସଂକ୍ରାମକ ରୋଗରୁ କିଭଳି ରକ୍ଷା ପାଇବେ ତା ପାଇଁ WHO ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ବଦଳିଥିବା ଋତୁ ଏବଂ ଜଳବାୟୁ ପ୍ରଭାବରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ତା ସହିତ ବିଭିନ୍ନ ବିକାଶଶୀଳ ଦେଶରେ ବିଶୁଦ୍ଧ ପାନୀୟ ଜଳର ଅଭାବକୁ ଦୂର କରିବାକୁ ବୈଶ୍ୱିକ ଅନୁଦାନ ପ୍ରଦାନ କରାଯିବା ପାଇଁ ମଧ୍ୟ ନିଆଯାଇଛି ନିଷ୍ପତ୍ତି। ମହାସାଗର ସୁରକ୍ଷା ପାଇଁ ବଡ଼ ଚୁକ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଫିଙ୍ଗିବା ଏବଂ ବେଆଇନ ମାଛଧରା କାର୍ଯ୍ୟକଳାପ ଉପରେ କଡ଼ା ପ୍ରତିବନ୍ଧକ ଲାଗୁ କରିବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଛନ୍ତି। ତା ସହିତ ଜରୁରୀ ପରିବହନ ସୀମା ବାହାରେ ମହାସାଗରର ନିର୍ଦ୍ଦିଷ୍ଟ ଜୋନ୍ରେ ଜାହାଜ ଚଳାଚଳକୁ ମଧ୍ୟ ସୀମିତ କରାଯିବ ବୋଲି ସମସ୍ତ ଦେଶଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି। ଗ୍ରୀନ୍ ହାଇଡ୍ରୋଜେନ୍ ଶିଳ୍ପରେ ସହଯୋଗ। ଶୂନ କାର୍ବନ ନିଗମନ ଲକ୍ଷ୍ୟ ହାସଲ କରିବା ପାଇଁ ବିଶ୍ୱର ବଡ଼ ଶିଳ୍ପ ଗ୍ରୁପ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନରେ ନିବେଶ କରୁଛନ୍ତି। ତା ସହିତ ଭବିଷ୍ୟତରେ ବିମାନ ଏବଂ ବଡ଼ ଜଳଜାହାଜରେ ଏହି ଗ୍ରୀନ୍ ଇନ୍ଧନର ବ୍ୟବହାର କରିବା ପାଇଁ ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି, ଯାହାଦ୍ୱାରା ପରିବହନ ବ୍ୟବସ୍ଥା କିଛି ମାତ୍ରାରେ ଶସ୍ତା ହେବ। ଆନ୍ତର୍ଜାତୀୟ ଶିକ୍ଷା ସ୍କଲାରସିପ୍ର କରାଯାଇଛି ଘୋଷଣା। ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ। ମେଧାବୀ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାଗଣାରେ ପଢ଼ିବା ପାଇଁ ନୂଆ ସ୍କଲାରସିପ୍ର କରାଯାଇଛି ଘୋଷଣା। ତା ସହିତ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ବିଷୟରେ କେତେକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବଡ଼ ଟେକ୍ନୋଲୋଜି କମ୍ପାନୀରେ ବିଦେଶ ଛାତ୍ରଙ୍କୁ ସିଧାସଳଖ କାର୍ଯ୍ୟ କରିବା ପାଇଁ ଭିସା ପ୍ରକ୍ରିୟାକୁ କୋହଳ ମଧ୍ୟ କରାଯାଇଛି। ଏହା ଥିଲା ଆଜିର ବିଶେଷ ଖବର। ଏତିକିରେ ଆଜିର ଖବରଟି ଶେଷ ହେଉଛି। ଆମ ଚ୍ୟାନେଲ ସହିତ ଯୋଡ଼ି ହେବା ପାଇଁ ନିଶ୍ଚିତ ଭାବରେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।